ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ରାଜ୍ୟରେ ରହିଛନ୍ତି 25 ଲକ୍ଷ ଜାଲ୍ ରାସନ କାର୍ଡଧାରୀ। ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟରେ ପ୍ରାୟ 25 ଲକ୍ଷ ଜାଲ୍ ରାସନ କାର୍ଡଧାରୀ ଥିବା ସୂଚନା ଦେଇଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ ଏମିତି ଜାଲ୍ ତଥା ନକଲି ରାସନ କାର୍ଡଧାରୀ ବାହାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଥିପାଇଁ ସେ ବିଭାଗୀୟ ତଦନ୍ତ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଜାଲ୍ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ ସ୍ଥାନରେ ଯିଏ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି। ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟକୁ ତ୍ୱରାନ୍ୱିତ ଭାବରେ କରାଯିବାକୁ ମଧ୍ୟ ସେ ପ୍ରତିଶ୍ରୁତି ରଖିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଏହି ଜାଲ୍ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇ ନୂଆ ରାସନ କାର୍ଡଧାରୀଙ୍କୁ ବିଧାୟକମାନେ ନିଜେ ଯାଇ ରାସନ କାର୍ଡ ବାଣ୍ଟିବ ବୋଲି ଜଣାପଡ଼ିଛି। ଖବର ନମ୍ବର 2, ଆଇଏଏସ୍ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ। ଆଇଏଏସ୍ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ 1996 ବ୍ୟାଚ୍ର ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 2024ରେ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଖବର ନମ୍ବର 3, କେଜରିୱାଲଙ୍କୁ ଆଶ୍ୱସ୍ତି। ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ଏହା ସହିତ ବଡ଼ ବେଞ୍ଚକୁ କେଜରିୱାଲଙ୍କ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ। 3 ଜଣିଆ ବେଞ୍ଚରେ କେଜରିୱାଲଙ୍କ ମାମଲାର ଶୁଣାଣି କରିବେ। ସେ ପର୍ଯ୍ୟନ୍ତ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଖବର ନମ୍ବର 4, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ନିଜର 5 ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାରେ ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଖବର ନମ୍ବର 5, ୱେଟିଂ ଟିକେଟ୍ ଉପରେ ବଡ଼ ନିଷ୍ପତ୍ତି। ଭାରତୀୟ ରେଳ ଯାତ୍ରୀଙ୍କ ସହ ଜଡ଼ିତ ଏକ ବଡ଼ ପରିବର୍ତ୍ତନ କରିଛି। ଏହା ଲକ୍ଷ ଲକ୍ଷ ରେଳଯାତ୍ରୀଙ୍କୁ ପ୍ରଭାବିତ କରିବ। ରେଳବାଇ ଜୁଲାଇ 1ରୁ ଏହି ନିୟମ ଲାଗୁ କରିଛି ଏବଂ ପ୍ରଥମ ଥର ୱେଟିଂ ଟିକେଟ୍ ଉପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ରେଳବାଇ କହିଛି ଯେ ଯଦି କୌଣସି ଯାତ୍ରୀ ଏହି ନୂଆ ନିୟମ ଭାଙ୍ଗନ୍ତି ତେବେ ତାଙ୍କ ଉପରେ ଦଣ୍ଡବିଧାନ କରାଯିବା ସହ ଟିଟି ତାଙ୍କୁ ମଝି ରାସ୍ତାରେ ଓହ୍ଲାଇ ଦେବ। ଏଥିପାଇଁ ଟ୍ରେନ୍ରେ ଟିକେଟ୍ ଯାଞ୍ଚ କରୁଥିବା ରେଳ କର୍ମଚାରୀଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାସ୍ତବରେ ରେଳବାଇ ୱେଟିଂ ଟିକେଟ୍ ଉପରେ ସଂରକ୍ଷଣ କୋଚ୍ରେ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ଟିକେଟ୍ ୱେଟିଂରେ ଅଛି ଆପଣ ଏସି କିମ୍ବା ସ୍ଲିପର କୋଚ୍ରେ ଯାତ୍ରା କରିପାରିବେ ନାହିଁ। ଆପଣ ଷ୍ଟେସନ ୱିଣ୍ଡୋରୁ ଅଫଲାଇନ୍ରେ ଟିକେଟ୍ କିଣିଥିଲେ ମଧ୍ୟ ଏହାର ଲାଭ ଉଠାଇ ପାରିବେ ନାହିଁ। ବର୍ତ୍ତମାନ ରେଳବାଇ ମଧ୍ୟ ଏହି ପ୍ରକାର ଟିକେଟ୍ ଉପରେ ସଂରକ୍ଷିତ କୋଚ୍ରେ ଯାତ୍ରା କରିବାକୁ ବାରଣ କରିଛି। ଯଦିଓ ସଂରକ୍ଷିତ କୋଚ୍ରେ କନଫର୍ମ ଟିକେଟ୍ ନେଇ ଯାତ୍ରା କରୁଥିବା ଲୋକଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି, କିନ୍ତୁ ୱେଟିଂ ଟିକେଟ୍ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ଖବର ନମ୍ବର 6, ଡ୍ରଗ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ। ସାନି ପରୀକ୍ଷା ପାଇଁ ଓପିଏସ୍ସିକୁ ନିର୍ଦ୍ଦେଶ। ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଡ୍ରଗ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିସହିତ ସାନି ପରୀକ୍ଷା କରାଇବା ନେଇ ଓଡ଼ିଶା ଲୋକସେବା ଆୟୋଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗତ 2022-23 ପାଇଁ ଡ୍ରଗ୍ ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଖବର ନମ୍ବର 7, 8 ବର୍ଷରେ ପ୍ରାଣ ହରାଇଲେଣି 7000। ବର୍ଷା ଋତୁରେ ରାଜ୍ୟରେ ସାପ କାମୁଡ଼ା ଭୟ ବଢ଼ିଛି। ରାଜ୍ୟରେ ପ୍ରତିବର୍ଷ ସାପ କାମୁଡ଼ା ଦ୍ୱାରା ପ୍ରାୟ 1000ରୁ ଅଧିକ ଜୀବନ ଯାଉଛି। 2015-16ରୁ 2022-23 ମଧ୍ୟରେ ସାପ କାମୁଡ଼ାରେ 7125 ପ୍ରାଣ ହରାଇଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ବିବିଧ କାର୍ଯ୍ୟକ୍ରମ ଜାରି ରହିଛି। ସାପ କାମୁଡ଼ା ପରେ ଗୋଲ୍ଡେନ୍ ଆୱାରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦେଶୀ ଚିକିତ୍ସାକୁ ବାରଣ କରାଯାଇଛି। ଖବର ନମ୍ବର 8, ଜାପାନରେ ଦିନକୁ ଥରେ ହସିବା ବାଧ୍ୟତାମୂଳକ। ଜାପାନ ସରକାର ଦେଶବାସୀ ଦିନକୁ ଥରେ ଜୋରରେ ହସିବା ବାଧ୍ୟତାମୂଳକ କରିଛନ୍ତି। ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଜାପାନର
ୟାମାଗାତା ଅଞ୍ଚଳରେ ଏହାକୁ ପ୍ରଥମେ ଲାଗୁ କରାଯାଇଛି। ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଚଳିତ ମାସ 5 ତାରିଖରେ ଅଣାଯାଇଥିଲା। ଖବର ନମ୍ବର 9 ବଢ଼ିଲା ବବିଙ୍କ ଅଡ଼ୁଆ। ନିଜ କର୍ମଚାରୀଙ୍କ ନାଁରେ ଖୋଲିଛନ୍ତି ଅନେକ କମ୍ପାନୀ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଅଡ଼ୁଆ ବଢ଼ିଛି। ଏପଟେ ବବିଙ୍କ ଖାସ୍ ଅନୁଗତ ଥିବା ବିଜେଡିର କିଛି ଯୁବ ଓ ଛାତ୍ରନେତା ସମେତ ନିଜସ୍ୱ କର୍ମଚାରୀଙ୍କ ନାଁରେ 30ରୁ ଅଧିକ କମ୍ପାନୀ ଏବେ ବି ଆକ୍ଟିଭ୍ ଥିବା ଜଣାପଡ଼ିଛି, ଯାହା ବବିଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଖବର ନମ୍ବର 10 ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଲୋକନାଥଙ୍କୁ କରାଯିବ ପୂଜା। ଦୀର୍ଘ 46 ବର୍ଷ ପରେ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା। ଆଉ ରତ୍ନଭଣ୍ଡାର ଖୋଲିବା ନେଇ ବି ପ୍ରସ୍ତୁତି ଜୋରଦାର ହେଲାଣି। ତେବେ ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର କମିଟି ବୈଠକ ବସିବାକୁ ଥିବାବେଳେ କେମିତି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରାଯିବ ସେ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ। ତେବେ ରତ୍ନଭଣ୍ଡାର ଭିତରକୁ ଯିବା ପୂର୍ବରୁ ପ୍ରଭୁ ଲୋକନାଥଙ୍କୁ ପୂଜାର୍ଚ୍ଚନା କରାଯିବ। ଯେଉଁମାନେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାରେ ରହିବେ ସେମାନେ ନିରାମିଷ ଖାଉଛନ୍ତି। ସେବାୟତ ଡ୍ରେସ୍ରେ ଭିତରକୁ ଯିବେ କମିଟି ସଦସ୍ୟ। ପ୍ୟାଣ୍ଟ ସାର୍ଟ ନୁହେଁ, ଧୋତି ଗାମୁଛା ପିନ୍ଧି ଭିତରକୁ ଯିବେ କମିଟିର ସଦସ୍ୟ ବୋଲି ରାଜୀବ ସାହୁ କହିଛନ୍ତି। ଖବର ନମ୍ବର 11 ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ସାହୁ। ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ଚରଣ ସାହୁ। କ୍ଷମତାରୁ ବିଜେଡି ସରକାର ଯିବା ପରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା। କହିଲେ ବିଜେଡି ହିଁ ହରାଇଛି ବିଜେଡିକୁ। ଏଥିସହ ପୁଣି ଥରେ ବିଜେଡି ନେତାଙ୍କ ମୁହଁରେ ଦୋହରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ। ନୃସିଂହ ସାହୁ କହିଛନ୍ତି ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହିଁ ହରାଇବାକୁ ଲାଗିଥିଲେ। ଭୋଟ ପଛରେ ନ ଲାଗି ସେମାନେ ପ୍ରାର୍ଥୀଙ୍କ ହରାଇବାକୁ ଲାଗିଲେ, କିନ୍ତୁ ବିଜେପି କର୍ମୀ ତାଙ୍କ ପ୍ରାର୍ଥୀ ପଛରେ ରହିଲେ। ଏହା ଗୋଟେ ଫ୍ୟାକ୍ଟର ବିଜେଡି ହାରିବାର ବୋଲି କହିଛନ୍ତି ନୃସିଂହ ସାହୁ। ଖବର ନମ୍ବର 12 ରଥ ଉପରକୁ ମୋବାଇଲ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ଅରବିନ୍ଦ ପାଢ଼ୀ। ରଥ ଉପରକୁ ମୋବାଇଲ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ କଡ଼ା ଚେତାବନୀ ଦେଲେ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ବଳଭଦ୍ରଙ୍କ ପହଣ୍ଡି ବିଜେ ବେଳେ ଯେଉଁ ଅଘଟଣ ଘଟିଥିଲା ତାହା ଯେମିତି ପୁନର୍ବାର ନ ଘଟୁ। ବିଶୃଙ୍ଖଳାକୁ ରୋକାଯିବ। ଯେଉଁ ସେବାୟତ ମୋବାଇଲ ନେଇ ରଥ ଉପରକୁ ଯିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଅଣସେବାୟତଙ୍କୁ ରଥ ଉପରକୁ ଚଢ଼ାଯିବନି। ଆଉ ଯିଏ ନ ମାନିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇଛନ୍ତି। ଖବର ନମ୍ବର 13 ଆଜିଠାରୁ ଘୂର୍ଣ୍ଣିବଳୟ। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଆଜି ସେପଟେ 28% କମ୍ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 3 ଘଣ୍ଟା ପାଇଁ 12 ଜିଲ୍ଲା ସହ ଭୁବନେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା 3 ଘଣ୍ଟା ମଧ୍ୟରେ 12 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ରାଜ୍ୟରେ 16 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ଆଶଙ୍କା କରାଯାଇଛି। ଏନେଇ ପାଣିପାଗ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖବର ନମ୍ବର 14 ଡେଙ୍ଗୁ ନିମନ୍ତ୍ରଣ ପାଇଁ ବଢ଼ିଲା ଚିନ୍ତା। ସ୍କୁଲ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ। ରାଜ୍ୟରେ ଡେଙ୍ଗୁ ନିମନ୍ତ୍ରଣ ପାଇଁ ବଢ଼ୁଛି ଚିନ୍ତା। ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ। ହଷ୍ଟେଲ ଓ ସ୍କୁଲ ପରିସର ସଫେଇ ପାଇଁ ସ୍କୁଲ ଓ କଲେଜଗୁଡ଼ିକୁ କୁହାଯାଇଛି। ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ଖବର ନମ୍ବର 15 ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା। କୀର୍ତ୍ତିଚକ୍ର ବିଜେତା କ୍ୟାପ୍ଟେନ ଅଂଶୁମାନ ସିଂଙ୍କ ପରିବାର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସେ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କ ବୋହୂର ଆଚରଣ। କ୍ୟାପ୍ଟେନ ଅଂଶୁମାନ ସିଂଙ୍କ ପିତା ତାଙ୍କ ବୋହୂଙ୍କ ଆଚରଣରେ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କ ବୋହୂ ବିରୋଧରେ ବହୁତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଶହୀଦଙ୍କ ପିତା କହିଛନ୍ତି ତାଙ୍କ ବୋହୂର ଆଚରଣରେ ସେ ଦୁଃଖିତ। ପୁଅ ଶହୀଦ ହୋଇଥିଲେ ମଧ୍ୟ ତାଙ୍କୁ କିଛି ମିଳିନଥିଲା। ବୋହୂ ଉଭୟ ସମ୍ମାନ ଓ ଅନୁକମ୍ପା ରାଶି ଛଡ଼ାଇ ନେଇଥିଲେ। ତାଙ୍କ ପୁଅ ମଧ୍ୟ ଚାଲିଗଲେ ଏବଂ ବୋହୂ ମଧ୍ୟ ବାପଘରକୁ ଚାଲିଗଲେ। ଖବର ନମ୍ବର 16 କୋଚ୍ ହେବା ପରେ ଟିମ୍କୁ ଗମ୍ଭୀରଙ୍କ ପ୍ରଥମ ବାର୍ତ୍ତା। ଯଦି ଭଲ ଖେଳୁଛ ତ ସବୁ ଫର୍ମାଟରେ ଖେଳ। ଟିମ୍ର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବା ପରେ ଗୌତମ ଗମ୍ଭୀର ଭାରତୀୟ ଦଳ ପାଇଁ ଏକ ସ୍ପଷ୍ଟ ଏବଂ ସାହସିକ ବାର୍ତ୍ତା ଦେଇଛନ୍ତି।
ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ଉପରେ ଧ୍ୟାନ ଦେଇ ଗମ୍ଭୀର 3ଟି ଫର୍ମାଟ୍ କ୍ରିକେଟ୍ ଖେଳିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗମ୍ଭୀର କହିଛନ୍ତି ଯେ ଯଦି ତୁମେ ଖେଳରେ ଭଲ ତ ସବୁ ଫର୍ମାଟ୍ରେ ଖେଳିବାକୁ ଚେଷ୍ଟା କର। ଖବର ନମ୍ବର 17 ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍, ଚାଲିଛି ଚିକିତ୍ସା। ଗତକାଲି ଅକ୍ଷୟ କୁମାରଙ୍କ ଫିଲ୍ମ ସର୍ଫିରା ରିଲିଜ୍ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଦୁଃଖଦ ଖବର। ଖିଲାଡ଼ି ଷ୍ଟାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି। 2 ଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ୍ କରିନେଇଛନ୍ତି। ସେପଟେ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ବଲିଉଡର ପାଖାପାଖି ସବୁ କଳାକାର ଯୋଗ ଦେଉଥିବା ବେଳେ ଅକ୍ଷୟ କୁମାର ଯୋଗ ଦେଇ ପାରିନାହାନ୍ତି। ଖବର ନମ୍ବର 18 ଜୁନ୍ 25 ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଜରୁରୀକାଳୀନ ପରିସ୍ଥିତି ପାଇଁ ଘୋଷଣା କଲେ କେନ୍ଦ୍ର ସରକାର। କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ଜୁନ୍ 25 ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ର ସରକାର ନୋଟିଫିକେସନ୍ ଜାରି କରିଛନ୍ତି। 1975 ମସିହା ଜୁନ୍ 25 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଆପତ୍କାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କଂଗ୍ରେସକୁ ଘେରିବା ସହ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ଘୋଷଣା କରିଛନ୍ତି। ଖବର ନମ୍ବର 19 ଜନସାଧାରଣଙ୍କ ଆଶାକୁ ପ୍ରତିଫଳିତ କରିବା ପାଇଁ ବଜେଟ୍ 2024-25 ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ 2024-25 ପାଇଁ ପାର୍କ ବଜେଟ୍ ପରାମର୍ଶ ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ଜନତାଙ୍କ ମମତାକୁ ଆଖିରେ ରଖି ଏହି ବଜେଟ୍ କରାଯାଇଛି। ଆର୍ଥିକ ବର୍ଷ 2024-25 ପାଇଁ ବଜେଟ୍ ଆଗାମୀ 25 ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ। ଖବର ନମ୍ବର 20 ସମୀର ଦେ ଫୁଟବଲ ସଂଘ ସଭାପତି। ଫାଓର ସଭାପତି ହେଲେ ସମୀର ଦେ। ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ହେଲେ ସମୀର ଦେ। ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ। ଆସନ୍ତା 21 ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ। ଖବର ନମ୍ବର 21 ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ 3 ମେଡିକାଲ କଲେଜ। ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ 3ଟି ମେଡିକାଲ କଲେଜ। ଯାଜପୁର, ତାଳଚେର ଏବଂ କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କଟକରେ ଆଜି ହୋଇଥିବା ଓଡ଼ିଶା ମେଡିକାଲ ଟିଚର୍ସ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ। ଖବର ନମ୍ବର 22 ଆସାମରେ ମିଳିଲା ହେରିପେଟରର ସାପ। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ସାଲଜାର ପିଟ୍ ଭାଇପର ମିଳିଛି, ଯାହାକୁ ହଲିଉଡ୍ ଫିଲ୍ମ ହେରିପେଟରରେ ଦେଖିବାକୁ ମିଳିଥିଲା। ତେବେ ସେଥିରେ ଏହାର ନାଁ ସାଲଜାର ସ୍ଲିଥେରିନ୍ ଥିଲା। ପିଟ୍ ଭାଇପର ବିଶ୍ୱର ସବୁଠାରୁ ବିଷଧର ସାପ ମଧ୍ୟରୁ ଗୋଟିଏ। ଏହାର ଆଖି ଓ ନାକ ମଧ୍ୟରେ ଥିବା ହିଟ୍ ସେନ୍ସିଂ ପିଟ୍ ଅଙ୍ଗ ଯୋଗୁଁ ଏହାକୁ ଚିହ୍ନଟ କରାଯାଏ। କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରତି ଋତୁରେ ନୂଆ ପ୍ରଜାତିର ଜୀବ ଠାବ ହୋଇଥାନ୍ତି। ଏହି ପିଟ୍ ଭାଇପର ଜାତୀୟ ରାଜମାର୍ଗରେ ନଜର ଆସିଥିଲା। ଲଗାତାର ବଢ଼ୁଥିବା ଜୈବ ପ୍ରଜାତି ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନ ପର୍ଯ୍ୟଟନ ସ୍ଥଳୀରେ ପରିବର୍ତ୍ତନ ହେଉଛି। ଏଠାରେ 24ରୁ ଅଧିକ ଉଭୟଚର ଏବଂ 74ରୁ ଅଧିକ ସରୀସୃପର ପ୍ରଜାତି ଦେଖିବାକୁ ମିଳନ୍ତି। ଖବର ନମ୍ବର 23 ତ୍ରିପୁରାରେ ଏଡ୍ସ ଆତଙ୍କ। ନିଶା ଇଞ୍ଜେକ୍ସନରେ ବ୍ୟାପୁଛି ସଂକ୍ରମଣ। 828 ଛାତ୍ର ପଜିଟିଭ୍। ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ ଭୟାବହ ରୂପ ନେବାରେ ଲାଗିଛି HIV ଏଡ୍ସ। ଏଡ୍ସ ମାମଲା ଲଗାତାର ଭାବେ ବଢ଼ୁଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସାଜିଛି ମୃତ୍ୟୁଜନ୍ତା। ଏଠାରେ 800ରୁ ଅଧିକ ଛାତ୍ର HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହି ଅନୁସାରେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତ୍ରିପୁରାର ଏଡ୍ସ କଣ୍ଟ୍ରୋଲ ସୋସାଇଟିରେ ଜଣେ ଅଧିକାରୀଙ୍କ କହିବା ଅନୁସାରେ 2007 ଏପ୍ରିଲରୁ 2024 ମେ ମଧ୍ୟରେ 828 ଛାତ୍ର HIV ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 47 ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ବର୍ତ୍ତମାନ ପ୍ରତ୍ୟେକ ଦିନ 5ରୁ 7 ଜଣ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି। ତେବେ 17 ବର୍ଷ ମଧ୍ୟରେ 828 ଛାତ୍ର HIV ସଂକ୍ରମିତ ହୋଇଥିବା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଫେଇ ଦେଇ କହିଛି। ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧିକାରୀ ଆହୁରି କହିଛନ୍ତି HIV ସଂକ୍ରମିତ ଛାତ୍ରଙ୍କ ଦ୍ୱାରା ବ୍ୟବହୃତ ଇଞ୍ଜେକ୍ସନକୁ ଅନ୍ୟ ଛାତ୍ର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବଢ଼ୁଛି। ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ରମାନେ ନିଶା ଇଞ୍ଜେକ୍ସନ ନେଉଥିବାରୁ ସଂକ୍ରମଣ ଦ୍ରୁତ ବେଗରେ ମାଡୁଛି। ତ୍ରିପୁରାର 220 ସ୍କୁଲ ଓ 24 କଲେଜ ବିଶ୍ୱବିଦ୍ୟାଳୟରେ ଏହି HIV ମାମଲା ସାମ୍ନାକୁ ଆସିଛି। ଏଡ୍ସ କଣ୍ଟ୍ରୋଲ ସୋସାଇଟିର ଯୁଗ୍ମ ନିର୍ଦ୍ଦେଶକ ସୁବ୍ରଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେଉଁ ଛାତ୍ର HIV ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଧନିକ ପରିବାରରୁ ଆସିଛନ୍ତି। ଖବର ନମ୍ବର 24 ଅଡୁଆରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ହତ୍ୟା ମାମଲା। DTP ବିଧାୟକଙ୍କ ଅଭିଯୋଗ କ୍ରମେ ଆନ୍ଧ୍ରପ୍ରଦେଶ ପୋଲିସ ଜଗନ ମୋହନ
2 ବରିଷ୍ଠ ଆଇପିଏସ୍ ଅଧିକାରୀ ଓ 2 ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଶାସକ ଦଳର ଅଣ୍ଡି ବିଧାୟକ କେ ରଘୁରାମ କୃଷ୍ଣ ରାଜୁ ଏହି ଅଭିଯୋଗ କରିଛନ୍ତି।